ଧର୍ମରେ ରାମ ନବମୀକୁ ବିଶେଷ ମହତ୍ଵ ରହିଛି। ଏହି ନବମୀ ଦିନ ଶ୍ରୀରାମଙ୍କ ଜନ୍ମ ହୋଇଥିଲା। ରାମ ନବମୀ ଦିନ ଚୈତ୍ର ମାସର ଚୈତ୍ର ନବରାତ୍ରି ମଧ୍ୟ ଶେଷ ଦିନ ହୋଇଥାଏ। ଚୈତ୍ର ମାସର ନବମ ଦିନରେ ବହୁ ଆଡ଼ମ୍ବରରେ ଦେବୀ ଦୁର୍ଗା ଓ ରାମଙ୍କ ପୂଜା ଅର୍ଚ୍ଚନା କରାଯାଉଛି। ଆସନ୍ତୁ ଜାଣିବା ପ୍ରଥମ ଥର ପାଇଁ କେମିତି ଆୟୋଜନ କରାଯାଉଛି ଅଯୋଧ୍ୟାରେ। ଏମିତି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରାମ ନବମୀ ହେଉଛି ସବୁଠାରୁ ପବିତ୍ର ଦିନ ଭାବରେ ପାଳନ କରାଯାଏ, କାରଣ ଏହି ଦିନ ଅଧର୍ମର ଅନ୍ତ ପାଇଁ ପ୍ରଭୁ ଶ୍ରୀରାମ ପୃଥିବୀ ପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ। ରାମ ନବମୀ ଦିନ ଯଦି ଆମେ ବିଶ୍ୱାସ ଓ ଭକ୍ତି ସହ ପୂଜାର୍ଚ୍ଚନା କଲେ ଅଶେଷ କୃପା ଲାଭ କରିଥାଉ। ପୌରାଣିକ କଥା ଅନୁସାରେ ତୃତୀୟ ଯୁଗରେ ଅତ୍ୟାଚାର ଦୂର କରି ଓ ଧର୍ମର ସ୍ଥାପନା କରିବା ନିମନ୍ତେ ଧରାପୃଷ୍ଠକୁ ଭଗବାନ ବିଷ୍ଣୁ ଶ୍ରୀରାମ ରୂପରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀରାମ ଚୈତ୍ର ମାସରେ ଶୁକ୍ଳ ପକ୍ଷ ନବମୀ ତିଥିରେ ଜନ୍ମ ହୋଇଥିଲେ। ଶ୍ରୀରାମଙ୍କ ମାତା ହେଲେ କୌଶଲ୍ୟା ଏବଂ ପିତା ହେଲେ ଦଶରଥ। ସେହିଦିନ ଅଯୋଧ୍ୟାରେ ଧୁମଧାମରେ ରାମନବମୀ ପାଳନ କରାଯାଏ। ଅନେକ ବର୍ଷ ପରେ ଅଯୋଧ୍ୟାରେ ପୁଣି ଖୁସି ଫେରି ଆସିଛି, କାହିଁକି ନା ଯେଉଁ ମନ୍ଦିର ଅନେକ ବର୍ଷ ଧରି ବିବାଦରେ ଥିଲା ଏବେ ସେ ମୁକ୍ତ। ଶ୍ରୀରାମଚନ୍ଦ୍ରଙ୍କ ବାଲ୍ୟ ରୂପ ଏବେ ଅଯୋଧ୍ୟାରେ ପୂଜା ପାଉଛନ୍ତି। ଏଥିମଧ୍ୟରୁ ବେଶ୍ ଆକର୍ଷଣ କରୁଛି ଶ୍ରୀରାମଙ୍କ ସୂର୍ଯ୍ୟ ତିଲକ। ରାମନବମୀ ପାଇଁ ଭାରତର କୋଣ ଅନୁକୋଣରୁ ବୈଜ୍ଞାନିକ ଗବେଷଣା କରି ଏହି ତିଲକ ପ୍ରସ୍ତୁତ କରିଛନ୍ତି। ଆକାଶର ସୂର୍ଯ୍ୟ କିରଣ ନବନିର୍ମିତ ମନ୍ଦିର ଉପରକୁ ଆସି ସିଧା ପଡ଼ିବ। ପ୍ରଭୁ ଶ୍ରୀରାମଙ୍କ ତିଲକ ଗର୍ଭଗୃହ ଆଲୋକରେ ପରିପୂର୍ଣ୍ଣ ହେବ। ଆସନ୍ତୁ ଦେଖିବା ଶ୍ରୀରାମଙ୍କ ମଥାରେ ସୂର୍ଯ୍ୟ ତିଲକ କିପରି ପଡୁଛି ଓ କେମିତି ଦେଖାଯାଉଛି ପ୍ରଭୁଙ୍କ ବାଲ୍ୟ ମୂର୍ତ୍ତି। ଏହା ଥିଲା ରାମଙ୍କ ସୂର୍ଯ୍ୟ ତିଲକ କଥା। ଯଦି ଭିଡ଼ିଓ ଭଲ ଲାଗିଲେ ସବସ୍କ୍ରାଇବ୍ କରି ଲାଇକ୍ ଓ ସେୟାର କରନ୍ତୁ। କମେଣ୍ଟରେ ନିଶ୍ଚୟ ଜୟ ଶ୍ରୀରାମ ଲେଖନ୍ତୁ।